ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଚାଷୀ ଭାଇମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ 6,000 ଟଙ୍କା ଦିଆଯାଉଛି। ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ 2,000 ଟଙ୍କା ଲେଖାଏଁ 3ଟି କିସ୍ତିରେ ଜମା କରାଯାଏ। ଆଗାମୀ ଦିନରେ ଏହି ଯୋଜନାର 19ତମ କିସ୍ତି ମିଳିବା ପାଇଁ ଯାଉଛି। ଏହାକୁ ଅପେକ୍ଷା କରିଥିବା କୃଷକଙ୍କ ଲାଗି ଖୁସି ଖବର, କାରଣ କେବେ ଏହି ଟଙ୍କା ଆକାଉଣ୍ଟକୁ ଆସିବ ତାହା ଆପଣମାନଙ୍କୁ ଆମେ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବୁ। ପିଏମ୍ କିଷାନ ଯୋଜନାରେ 9.5 କୋଟିରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ 2,000 ଟଙ୍କା ଲେଖାଏଁ ମିଳୁଛି। ବର୍ଷକୁ 6,000 ମିଳୁଥିବା ବେଳେ ପ୍ରତି 4 ମାସରେ 2,000 ଟଙ୍କା 3ଟି କିସ୍ତିରେ ବିତରଣ କରାଯାଉଛି। ପିଏମ୍ କିଷାନ ଯୋଜନାର ଚାଷୀ ଭାଇମାନଙ୍କ ବ୍ୟାଙ୍କ ଖାତାରେ ଆସନ୍ତା ମାସରେ ଟଙ୍କା ଜମା ହେବା ପାଇଁ ଯାଉଛି। ଏନେଇ ମଧ୍ୟ ତାରିଖ ଚୂଡ଼ାନ୍ତ ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସ 24ରେ ବିହାରରୁ 19ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ। ଏନେଇ ରବିବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ଚୌହାନ। ଏହା ପୂର୍ବରୁ ଯୋଜନାର 18ତମ କିସ୍ତି ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ମଧ୍ୟ ଆସିସାରିଛି। ଅକ୍ଟୋବର 5ରେ ମହାରାଷ୍ଟ୍ରରେ ଜାରି କରାଯାଇଥିଲା। ରବିବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର ଓ କୃଷି ମନ୍ତ୍ରୀ ଶିବରାଜ ଚୌହାନ। ଏହା ପୂର୍ବରୁ ଯୋଜନାର 18ତମ କିସ୍ତି ଅକ୍ଟୋବର 5ରେ ମହାରାଷ୍ଟ୍ରରେ ଜାରି କରାଯାଇଥିଲା। ଖୁବ୍ ଶୀଘ୍ର ମିଳିବା ପାଇଁ ଯାଉଛି ପିଏମ୍ କିଷାନ ଯୋଜନାର ଚାଷୀ ଭାଇମାନଙ୍କୁ 19ତମ କିସ୍ତିର ଟଙ୍କା। ପିଏମ୍ କିଷାନ ଯୋଜନାର ଚାଷୀ ଭାଇମାନଙ୍କୁ ଖୁବ୍ ଶୀଘ୍ର ମିଳିବା ପାଇଁ ଯାଉଛି 19ତମ କିସ୍ତିର ଟଙ୍କା। ଯେଉଁ ଚାଷୀ ଭାଇମାନେ ଅପେକ୍ଷା କରି ବସିଥିଲେ 19ତମ କିସ୍ତିର ଟଙ୍କା କେଉଁ ଡେଟ୍ରେ ମିଳିବ ତାହା ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆମେ ଜଣେଇଛୁ। ଆପଣମାନେ ନିହାତି ଭାବେ ଦେଖି ନିଅନ୍ତୁ। ପିଏମ୍ କିଷାନ ଯୋଜନାର 19ତମ କିସ୍ତିର ଟଙ୍କା 24 ଫେବୃଆରୀ 2025ରେ ମିଳିବା ପାଇଁ ଯାଉଛି, ଯାହାକି ଇନଷ୍ଟଲମେଣ୍ଟ ଆପଣଙ୍କୁ 2,000 ଟଙ୍କା ମିଳିବା ପାଇଁ ଯାଉଛି। 24 ଫେବୃଆରୀ 2025ରେ ପିଏମ୍ କିଷାନ ଯୋଜନାର ଚାଷୀ ଭାଇମାନଙ୍କୁ ମିଳିବା ପାଇଁ ଯାଉଛି 19ତମ ଟଙ୍କା। ପିଏମ୍ କିଷାନ ଯୋଜନାର 18ତମ କିସ୍ତିର ଟଙ୍କା ଅକ୍ଟୋବର 5ରେ ମିଳିସାରିଥିଲା। ଯେଉଁମାନେ ଏପର୍ଯ୍ୟନ୍ତ 19ତମ କିସ୍ତିର ଟଙ୍କା ପାଇବା ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ମିଳିବା ପାଇଁ ଯାଉଛି। ଫେବୃଆରୀ 24 ତାରିଖରେ ମିଳିବା ପାଇଁ ଯାଉଛି ପିଏମ୍ କିଷାନ ଯୋଜନାର 19ତମ କିସ୍ତିର ଟଙ୍କା। ତା ପୂର୍ବରୁ ଆପଣମାନେ ନିହାତି ଭାବେ ଜାଣି ନିଅନ୍ତୁ, ଯେଉଁ ଚାଷୀ ଭାଇମାନେ ଏପର୍ଯ୍ୟନ୍ତ ଇକେୱାଇସି କରିନାହାନ୍ତି ପିଏମ୍ କିଷାନ ଯୋଜନାରେ ନିହାତି ଭାବେ ଇକେୱାଇସି କରି ନିଅନ୍ତୁ। ଇକେୱାଇସି ଆପଣଙ୍କର ନିକଟସ୍ଥ ଜନସେବା କେନ୍ଦ୍ରରେ କରିପାରିବେ କିମ୍ବା ଆପଣଙ୍କର ଓଟିପି ଥ୍ରୁରେ ମଧ୍ୟ ମୋବାଇଲ ମାଧ୍ୟମରେ କରିପାରିବେ। 19ତମ କିସ୍ତିର ଟଙ୍କା ମିଳିବା ପୂର୍ବରୁ ଆପଣଙ୍କୁ ଏହି କାମ କରିବା ପାଇଁ ପଡ଼ିବ। ଆପଣମାନେ ନିହାତି ଭାବେ ଚେକ୍ କରି ନିଅନ୍ତୁ ଆପଣଙ୍କର ଇକେୱାଇସି ହୋଇଛି ନା ନାହିଁ। ଆପଣଙ୍କର ଇକେୱାଇସି ହୋଇଛି ନା ନାହିଁ ଆପଣମାନେ କିପରି ଚେକ୍ କରିବେ, ପୂର୍ବରୁ ଆମେ ଭିଡ଼ିଓ ବନେଇ ସାରିଛୁ। ଆପଣମାନେ ଏହି ଭିଡ଼ିଓର ଡେସ୍କ୍ରିପସନରେ ଲିଙ୍କ ରହିଛି, ଯାଇ ଆପଣ ଦେଖିପାରିବେ। ତା ସହିତ ଆପଣ ଯଦି ଇକେୱାଇସି କରିବା ପାଇଁ ଚାହୁଁଛନ୍ତି ଓଟିପି ଥ୍ରୁରେ, ତାହା ମଧ୍ୟ ଆପଣଙ୍କର ମୋବାଇଲ ମାଧ୍ୟମରେ କରିପାରିବେ ଓଟିପି ଥ୍ରୁରେ। କିପରି ଓଟିପି ଥ୍ରୁରେ କରିବେ ଆମେ ପୂର୍ବରୁ ଭିଡ଼ିଓ ବନେଇ ସାରିଛୁ। ଆପଣମାନେ ଏହି ଭିଡ଼ିଓର ଡେସ୍କ୍ରିପସନରେ ଲିଙ୍କ ରହିଛି, ଯାଇ ଦେଖିପାରିବେ। ପିଏମ୍ କିଷାନ ଯୋଜନାକୁ ନେଇ ଯେଉଁ ଅପଡେଟ୍ ଥିଲା ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣେଇଛି। ଭିଡ଼ିଓଟି ଯଦି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।